ମୁଁ ଅମ୍ବରସ ପାତ୍ର ଆପଣଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ ଚ୍ୟାନେଲ ଏମଆର ଷ୍ଟଡି ଏକାଡେମୀକୁ। ଆଶା କରୁ ସମସ୍ତେ ଭଲରେ ଥିବେ ଏବଂ ପରୀକ୍ଷା ଆପଣଙ୍କର ପ୍ରିପାରେସନ୍ ଭଲ ଭାବରେ ଚାଲିଥିବ। ଆଜିର ଟପିକଟି ଓଡ଼ିଆ ଗ୍ରାମରେ ଥିବା 5 ନମ୍ବର ଚାପ୍ଟର ବିଶେଷ ଉପରେ ଅଛି। ଟୋଟାଲ ଆମେ 50ଟି ବା 50ରୁ ଅଧିକା ଯେତେଟା ଇମ୍ପୋର୍ଟାଣ୍ଟ ଏମସିକ୍ୟୁ ଥିବ ଆମେ ଡିସ୍କସନ କରିବା। ଆମେ ଏକ୍ସାମ୍ପଲ ଆମର ଉଦାହରଣ ମାଧ୍ୟମରେ ବୁଝିବା କାହିଁକି ଉତ୍ତରଟି ହେଲା। ତେଣୁ ଆପଣ ଭିଡ଼ିଓଟି ଫୁଲ୍ ଦେଖନ୍ତୁ। ଯଦି ଭିଡ଼ିଓଟି ଫୁଲ୍ ଲାଗିଲା ଭିଡ଼ିଓଟିକୁ ଲାଇକ୍ କରିବେ, ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦେବେ। ଏମିତି ଗ୍ରାମାର ବା ଅଲଗା ଟପିକ ମାନଙ୍କରେ ଭିଡ଼ିଓ ପାଇବା ପାଇଁ ଆପଣ ପାଖରେ ଥିବା ବେଲ୍ ଆଇକନଟିକୁ ନୋଟିଫିକେସନଟିକୁ ଅନ୍ କରିଦେବେ। ତେଣୁ ଚାଲନ୍ତୁ ପ୍ରଥମ କ୍ୱେଶ୍ଚନ ଦେଖିବା କଣ। ସାର୍ଥକ ବର୍ଣ୍ଣ ବା ବର୍ଣ୍ଣ ସମଷ୍ଟିକୁ କଣ କୁହନ୍ତି? ଅପସନ କଣ ହେଲା? ଶବ୍ଦ। ଅପସନ ନମ୍ବର ବି ହେଉଛି ପ୍ରତିପାଦକ। ଅପସନ ନମ୍ବର ସି ବାକ୍ୟ। ଅପସନ ନମ୍ବର ଡି ଅନୁଚ୍ଛେଦ। ତେଣୁ ସାର୍ଥକ ବର୍ଣ୍ଣ ବା ବର୍ଣ୍ଣ ସମଷ୍ଟିକୁ ଆମେ କଣ ବୋଲି କହିଥାଉ? ତେଣୁ ସଠିକ ଉତ୍ତର କଣ ହବ ନା ଅପସନ ନମ୍ବର ଏ, ଯେଟା କି ଶବ୍ଦ କୁହନ୍ତି ହେଲା। ସାର୍ଥକ ବର୍ଣ୍ଣ ବା ବର୍ଣ୍ଣ ସମଷ୍ଟିକୁ କଣ କହିଥାଉ ନା ଆମେ ଶବ୍ଦ ବୋଲି କହିଥାଉ। ନେକ୍ସଟ କ୍ୱେଶ୍ଚନ କଣ ଅଛି? ଶବ୍ଦକୁ କଣ ବୋଲି କୁହାଯାଏ? ହେଲା, ଅପସନ କଣ ଅଛି? ଶବ୍ଦ, ପ୍ରତିପାଦକ, ବାକ୍ୟ, ଅନୁଚ୍ଛେଦ। ଶବ୍ଦକୁ ଆମେ କଣ ବୋଲି କହିଥାଉ? ତେଣୁ ସଠିକ ଉତ୍ତରଟି କଣ ହବ ନା ଶବ୍ଦକୁ ଆମେ କଣ କହିଥାଉ ନା ପ୍ରତିପାଦକ ବୋଲି କହିଥାଉ। ଯେକି ଅପସନ ନମ୍ବର ବି, ଶବ୍ଦକୁ କଣ କହିଥାଉ? ପ୍ରତିପାଦକ। ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଟି ଅଛି, ବାରମ୍ବାର ପରୀକ୍ଷାରେ ପଚାରେ ହେଲା। କଣ ଶବ୍ଦକୁ କଣ କହିଥାଉ ନା ପ୍ରତିପାଦକ ବୋଲି ଆମେ କହିଥାଉ। ନେକ୍ସଟ କ୍ୱେଶ୍ଚନ ଦେଖିବା କଣ ଅଛି? ଯେକୌଣସି ଭାବ ପ୍ରକାଶକୁ ପୂର୍ଣ୍ଣାଙ୍ଗ ଉକ୍ତିକୁ କଣ କୁହନ୍ତି? ହେଲା, ଯେକୌଣସି ଭାବର ପ୍ରକାଶକ ପୂର୍ଣ୍ଣାଙ୍ଗ ଆମର ଉକ୍ତିକୁ କଣ ବୋଲି କହିଥାଉ? ଅପସନ କଣ ଅଛି ନା ଆମର ଶବ୍ଦ, ପ୍ରତିପାଦକ, ବାକ୍ୟ, ଅନୁଚ୍ଛେଦ। ହେଲା, ତେଣୁ ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ସି, ଯେଟା କଣ କୁହନ୍ତି? ବାକ୍ୟ। ହେଲା, ପୂର୍ଣ୍ଣାଙ୍ଗ ଉକ୍ତି ଦେଇଛି ନା, ଭାବ ପ୍ରକାଶର ପୂର୍ଣ୍ଣାଙ୍ଗ ଉକ୍ତିକୁ କଣ ବୋଲି କହିଥାଉ? ତେଣୁ ସେଠି କଣ ହବ ନା ବାକ୍ୟ ହବ। ଉକ୍ତିରେ ଦେଇଛି ସେଥିପାଇଁ କଣ ହବ? ବାକ୍ୟଟା ସଠିକ ଉତ୍ତର ହବ। ନେକ୍ସଟ କ୍ୱେଶ୍ଚନ କଣ ଅଛି? କେତେ ଗୁଡିଏ ବାକ୍ୟର ମିଶ୍ରଣର ଏକ ଡେସ୍ ହୁଏ? ହେଲା, କେତେ ଗୁଡିଏ ବାକ୍ୟର ମିଶ୍ରଣରେ ଆମେ ତାକୁ କଣ ବୋଲି କହିଥାଉ? ଅପସନ କଣ ଅଛି? ଶବ୍ଦ, ପ୍ରତିପାଦକ, ବାକ୍ୟ, ଅନୁଚ୍ଛେଦ। ହେଲା, କେତେ ଗୁଡିଏ ବାକ୍ୟ ମିଶିଲେ କଣ ହୁଏ ନା ଅପସନ ନମ୍ବର ଡି, ଯେଟା କଣ ଅଛି ନା ଆମର ଅନୁଚ୍ଛେଦ। କେତେ ଗୁଡିଏ ଯଦି ଆମେ ବାକ୍ୟ ମିଶେଇବୁ କଣ ହେଇଥାଏ ନା ଅନୁଚ୍ଛେଦ ହେଇଥାଏ। ନେକ୍ସଟ କ୍ୱେଶ୍ଚନ ଦେଖିବା କଣ ଅଛି? କେଉଁଠି ଏକ ଅନୁଚ୍ଛେଦର ଏକ ଲକ୍ଷଣ ନୁହେଁ? ହେଲା, ଅନୁଚ୍ଛେଦର କୋଉଠି ଗୋଟେ ଲକ୍ଷଣ ନୁହେଁ। ଅପସନ କଣ ଅଛି? ପରବର୍ତ୍ତୀ ବାକ୍ୟର ପୂର୍ବବର୍ତ୍ତୀ ବାକ୍ୟର ପରବର୍ତ୍ତୀ ବାକ୍ୟ ସହିତ ସମ୍ବନ୍ଧ ଥାଏ। ପ୍ରତ୍ୟେକ ଅନୁଚ୍ଛେଦରେ ଗୋଟିଏ ଭାବନା ବା ଚିନ୍ତାଧାରା ପ୍ରତିଫଳିତ ହୁଏ। ଭାବନାର ପରିପ୍ରକାଶକୁ ନେଇ ଅନୁଚ୍ଛେଦ ବଡ ବା ସାନ ହୋଇଥାଏ। ଅନୁଚ୍ଛେଦ ଦ୍ଵାରା ଲେଖା ସୁନ୍ଦର ଓ ସୁପାଠ୍ୟ ହୁଏ। ଅପସନ ନମ୍ବର ଇ ହେଉଛି ଅଲ୍। ହେଲା, ତେଣୁ ଅନୁଚ୍ଛେଦର କୋଉଟା ଗୋଟେ ଲକ୍ଷଣ ନୁହେଁ। ହେଲା, ତେଣୁ ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ଇ, ଯେଟା କିନ୍ତୁ ସବୁ ଗୁଡାକ କଣ ଅଛି ନା ତାର ଗୋଟେ ଗୋଟେ ଲକ୍ଷଣ ରହିଛି। ଯେମିତିକି ପରବର୍ତ୍ତୀ ବାକ୍ୟ ସହିତ ପୂର୍ବବର୍ତ୍ତୀ ବାକ୍ୟ ସହିତ ପରବର୍ତ୍ତୀ ବାକ୍ୟର ସମ୍ବନ୍ଧ ରହିବା ଦରକାର। ପ୍ରତ୍ୟେକ ଅନୁଚ୍ଛେଦରେ ଗୋଟିଏ ଭାବ ବା ଚିନ୍ତାଧାରା ପ୍ରତିଫଳିତ ହେବା ଦରକାର। ତାପରେ ଭାବନାର ପରିପ୍ରକାଶକୁ ନେଇ ଅନୁଚ୍ଛେଦ ବଡ ବା ସାନ ହୋଇଥାଏ। ଆଉ ଅନୁଚ୍ଛେଦ ଦ୍ଵାରା ସୁନ୍ଦର ଆଉ ସୁପାଠ୍ୟ ହୁଏ। ମନେ ରହିବ। ଦେଖିବା ନେକ୍ସଟ କ୍ୱେଶ୍ଚନ କଣ ଅଛି? ବାକ୍ୟରେ ପ୍ରତ୍ୟେକ ଅଂଶକୁ କଣ କୁହାଯାଏ? ହେଲା, ଆମର ଅପସନରେ କଣ ଅଛି? ଶବ୍ଦ, ପ୍ରତିପାଦକ, ବାକ୍ୟ, ଅନୁଚ୍ଛେଦ, ପଦ। ତେଣୁ ବାକ୍ୟରେ ଥିବା ପ୍ରତ୍ୟେକ ଅଂଶ ଆମେ କଣ ବୋଲି କହିଥାଉ? ତେଣୁ ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ଇ, ଯେଟା କଣ ଅଛି? ପଦ ବୋଲି ଆମେ କହିଥାଉ। ହେଲା, ବାକ୍ୟର ପ୍ରତ୍ୟେକ ଅଂଶ କଣ କହିଥାଉ? ପଦ ବୋଲି କହିଥାଉ। ଦେଖିବା ଏବେ ନେକ୍ସଟ କଣ ଅଛି? ମୂଳ ଶବ୍ଦକୁ କଣ ବୋଲି କୁହାଯାଏ? ହେଲା, ଶବ୍ଦ ଗୁଡାକ ଆମେ ତାର ସବୁ ମୂଳ ଶବ୍ଦ ଥାଏ। ହେଲା, ସେଟାକୁ ଆମେ କଣ ବୋଲି କହିଥାଉ? ଶବ୍ଦ, ପ୍ରତିପାଦକ, ବାକ୍ୟ, ଅନୁଚ୍ଛେଦ। ହେଲା, ତେଣୁ ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ବି, ଯେଟା କି ପ୍ରତିପାଦକ। ମୂଳ ଶବ୍ଦକୁ ଆମେ କଣ ବୋଲି କହିଥାଉ ନା ପ୍ରତିପାଦକ ବୋଲି କହିଥାଉ। ହେଲା, ନେକ୍ସଟ କ୍ୱେଶ୍ଚନ ଦେଖିବା। ପ୍ରତିପାଦକ ବାକ୍ୟରେ ବ୍ୟବହୃତ ହେଲେ ତାକୁ କଣ ବୋଲି କୁହନ୍ତି? ଯଦି ପ୍ରତିପାଦକ ବାକ୍ୟରେ ମାନେ ଯେମିତି ମୂଳ ଶବ୍ଦ ଯଦି ବାକ୍ୟରେ ବ୍ୟବହାର ହଉଛି ତାକୁ ଆମେ କଣ ବୋଲି କହିଥାଉ? ଶବ୍ଦ, ପ୍ରତିପାଦକ, ବାକ୍ୟ, ଅନୁଚ୍ଛେଦ, ପଦ। ହେଲା, ତେଣୁ ଆମେ କଣ କହିଥାଉ ସେଇଟାକୁ ନା ଅପସନ ନମ୍ବର ଇ, ଯେଟା କଣ ପଦ ବୋଲି କହିଥାଉ। ଯଦି ଆମର କଣ ହଉଛି ପ୍ରତିପାଦକ ବାକ୍ୟରେ ବ୍ୟବହୃତ ହଉଛି ତାକୁ କଣ ବୋଲି କହିଥାଉ ନା ପଦ ବୋଲି କହିଥାଉ। ଏବେ ଦେଖିବା ନେକ୍ସଟ କ୍ୱେଶ୍ଚନ। ଶବ୍ଦ ଓ ଧାତୁକୁ ଡେସ୍ କୁହନ୍ତି? ହେଲା, ଶବ୍ଦ ଆଉ ଯୋଉ ଧାତୁ ରହିଲା ତାକୁ କଣ ବୋଲି କହିଥାଉ? ଅପସନ କଣ ଅଛି? ଶବ୍ଦ, ପ୍ରତିପାଦକ, ବାକ୍ୟ, ପ୍ରକୃତି। ହେଲା, କଣ ବୋଲି କହିଥାଉ? ଆମେ ଯୋଉ ଶବ୍ଦ ଆଉ ଧାତୁକୁ କଣ ବୋଲି କହିଥାଉ ନା ଅପସନ ନମ୍ବର ଡି, ଯେଟା କଣ ଅଛି? ପ୍ରକୃତି ବୋଲି କହିଥାଉ। ହେଲା, ମନେ ରଖିତେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଟା ଅଛି। ହେଲା, ଶବ୍ଦ ଓ ଧାତୁକୁ କଣ ବୋଲି କହିଥାନ୍ତୁ? ଯଦି ଆମେ ବାକ୍ୟରେ ବ୍ୟବହାର କରୁଛୁ ତାହେଲେ କଣ କୁହନ୍ତି ନା ପ୍ରକୃତି ବୋଲି କହିଥାନ୍ତି। ନେକ୍ସଟ କ୍ୱେଶ୍ଚନ ଦେଖିବା କଣ ଅଛି? ବାକ୍ୟରେ ବ୍ୟବହୃତ ଶବ୍ଦ ଓ ଧାତୁର ପରେ ଯେଉଁ ଚିହ୍ନ ବା ବର୍ଣ୍ଣ ସଂଯୁକ୍ତ ହୋଇଥାଏ ତାକୁ କଣ ବୋଲି କୁହନ୍ତି? ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଟା ଅଛି। ହେଲା, କଣ କହିଲା? ବାକ୍ୟରେ ବ୍ୟବହୃତ ଶବ୍ଦ ଓ ଧାତୁର ପରେ ହେଲା ଯେଉଁ ଚିହ୍ନ ବା ବର୍ଣ୍ଣ ସଂଯୁକ୍ତ ହୋଇଥାଏ ତାହାକୁ କଣ ବୋଲି କହିଥାଉ? ଶବ୍ଦ, ପ୍ରତିପାଦକ, ବାକ୍ୟ, ପ୍ରକୃତି, ବିଭକ୍ତି।
ହେଲା। ଯୋଉ ଚିହ୍ନଟା ଆମେ ବ୍ୟବହାର କରିଥାଉ। ତେଣୁ ସଠିକ ଉତ୍ତର କଣ ହବ ନା ଅପସନ୍ ନମ୍ବର ଇ ଏଟାକୁ କଣ କୁହନ୍ତି ବିଭକ୍ତି ହେଲା। ସେଟା ଆମର କଣ ଅଛି ନା ଯେମିତିକି ଉଦାହରଣ ମାଧ୍ୟମରେ ଛାତ୍ରମାନେ ପଦରେ ଟିକେ ମାନେ ହଉଛି ଗୋଟେ ବିଭକ୍ତି। ଛାତ୍ର ହଉଛି ଗୋଟେ ଶବ୍ଦ ବା ଧାତୁ ତାପରେ କଣ ଲଗା ହେଇଛି ମାନେ ଲେଖା ହେଇଛି। ତେଣୁ ସେଥିପାଇଁ ସେ ମାନେଟା ହଉଛି କଣ ଗୋଟେ ବିଭକ୍ତି ହେଲା। ଛାତ୍ର ଦ୍ଵାରା ବା ବାଳକଙ୍କ ଦ୍ଵାରା ହେଲା ସେମିତି ଧାତୁ ବା ଶବ୍ଦ ପରେ ଯାହା ଲାଗିଥାଏ ସେଟା କଣ କୁହନ୍ତି ବିଭକ୍ତି ବୋଲି କହିଥାନ୍ତି। ନେକ୍ସଟ କ୍ୱେଶ୍ଚନ ନାମବାଚକ ପଦକୁ କଣ କୁହନ୍ତି ହେଲା। ଯୋଉ ନାମବାଚକ ଯେତିକି ପଦ ରହିଛି ତାକୁ କଣ ବୋଲି କହିଥାଉ। ଅପସନ କଣ ଅଛି ବିଶେଷ୍ୟ ପଦ, ବିଶେଷଣ ପଦ, ସର୍ବନାମ ପଦ କୌଣସିଟି ନୁହେଁ। ତେଣୁ ନାମବାଚକ ପଦକୁ ଆମେ କଣ ବୋଲି କହିଥାଉ ନା ଅପସନ ନମ୍ବର ଏ ରେ କଣ ବିଶେଷ୍ୟ ପଦ। ଯେତେ ନାମବାଚକ ପଦରେ ତାକୁ କଣ କୁହନ୍ତି ଆମେ ନା ବିଶେଷ୍ୟ ପଦ ବୋଲି କୁହନ୍ତି। ବୁଝିପାରିଲେ। ନେକ୍ସଟ ଅଛି କଣ ବିଶେଷ୍ୟ କେତେ ପ୍ରକାର ହେଲା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ। ବିଶେଷ୍ୟ ଆମର କେତୋଟି ରହିଛି ଅପସନ କଣ ଅଛି 4 5 6 7। ଆମର ବିଶେଷ୍ୟ କେତେ ପ୍ରକାର ଆମେ ଓଡିଆ ଭାଷାରେ ବ୍ୟବହାର କରୁଛୁ ନା ଅପସନ ନମ୍ବର ବି ଯେଟା କଣ 5 ପ୍ରକାର ହେଲା। କଣ କଣ ଫାଷ୍ଟ ହଉଛି କଣ ନା ଗୁଣବାଚକ ବିଶେଷ୍ୟ ହେଲା। ଫାଷ୍ଟ ହଉଛି ଗୁଣବାଚକ ବିଶେଷ୍ୟ, ତାପରେ ହଉଛି କଣ ନା ଜାତିବାଚକ ବିଶେଷ୍ୟ ହେଲା। ଫାଷ୍ଟ ହେଲା ଗୁଣବାଚକ ବିଶେଷ୍ୟ, ତାପରେ ହେଲା ଜାତିବାଚକ ବିଶେଷ୍ୟ, ତାପରେ ହଉଛି କଣ ନା ବସ୍ତୁବାଚକ ବିଶେଷ୍ୟ। ନେକ୍ସଟ ହେଲା ବସ୍ତୁବାଚକ ବିଶେଷ୍ୟ, ତାପରେ କଣ ନାମବାଚକ ବିଶେଷ୍ୟ ହେଲା। ନାମବାଚକ ବିଶେଷ୍ୟ, ତାପରେ ହେଲା କଣ ନା ବ୍ୟକ୍ତିବାଚକ ବିଶେଷ୍ୟ। ମନେ ରହିଲା ଫାଷ୍ଟ ହଉଛି ଗୁଣବାଚକ ବିଶେଷ୍ୟ, ଜାତିବାଚକ ବିଶେଷ୍ୟ, ବସ୍ତୁବାଚକ ବିଶେଷ୍ୟ, ନାମବାଚକ ବିଶେଷ୍ୟ ଆଉ ବ୍ୟକ୍ତିବାଚକ ବିଶେଷ୍ୟ। ମନେ ରହିବା। ତାପରେ ଦେଖିବା ନେକ୍ସଟ ଏବେ କଣ ଅଛି। ନିର୍ଦ୍ଦିଷ୍ଟ ନାମ ପ୍ରକାଶ କରୁଥିବା ପଦକୁ କଣ କୁହନ୍ତି। ନିର୍ଦ୍ଦିଷ୍ଟ ଯଦି ନାମ ଯଦି ପ୍ରକାଶ କରୁଥିବ ଗୋଟେ ଆମର କଣ ପଦ ତାକୁ କଣ ବୋଲି ଆମେ କହିଥାଉ। ଅପସନ କଣ ଅଛି ଗୁଣବାଚକ ବିଶେଷ୍ୟ ନା ଜାତିବାଚକ ବିଶେଷ୍ୟ ନା ବସ୍ତୁବାଚକ ବିଶେଷ୍ୟ ନା ନାମବାଚକ ବିଶେଷ୍ୟ ନା ବ୍ୟକ୍ତିବାଚକ ବିଶେଷ୍ୟ। ତେଣୁ କଣ ବୋଲି କହିଥାଉ ଯଦି ନିର୍ଦ୍ଦିଷ୍ଟ ନାମକୁ ବୁଝଉଛି ତାହେଲେ କଣ କହିଥାଉ ନା ଅପସନ ନମ୍ବର ଇ ଯେଟା କଣ ବ୍ୟକ୍ତିବାଚକ ବିଶେଷ୍ୟ। ମନେ ରହିବ ନିର୍ଦ୍ଦିଷ୍ଟ ନାମକୁ ବୁଝିଲେ ଏଟା କଣ କୁହାଯିବ ନା ବ୍ୟକ୍ତିବାଚକ ବିଶେଷ୍ୟ। ନେକ୍ସଟ ହେଲା କଣ ବ୍ୟକ୍ତିବାଚକ ବିଶେଷ୍ୟର ଅନୁନାମ କଣ ହେଲା। ବ୍ୟକ୍ତିବାଚକ ବିଶେଷ୍ୟ କଣ ବୁଝିଲା ଆମେ ତାର ଅନୁନାମ ଟା କଣ ପଚାରିଛି। ଗୁଣବାଚକ ବିଶେଷ୍ୟ, ଜାତିବାଚକ ବିଶେଷ୍ୟ, ସଂଜ୍ଞାବାଚକ ବିଶେଷ୍ୟ, ନାମବାଚକ ବିଶେଷ୍ୟ, ବ୍ୟକ୍ତିବାଚକ ବିଶେଷ୍ୟ। ବ୍ୟକ୍ତିବାଚକ ବିଶେଷ୍ୟର ଅନୁନାମଟି କଣ ନା ଅପସନ ନମ୍ବର ସି କଣ ସଂଜ୍ଞାବାଚକ ବିଶେଷ୍ୟ ବା କଣ ଅନ୍ୟ ନାମ ହଉଛି କଣ ଯେଟା କି ଆମର କଣ କୁହନ୍ତି ବ୍ୟକ୍ତିବାଚକ ବିଶେଷ୍ୟ ବା ସଂଜ୍ଞାବାଚକ ବିଶେଷ୍ୟ। ମନେ ରହିବ। ନେକ୍ସଟ ରହିଲା କଣ କେଉଁ ଶ୍ରେଣୀର ବିଶେଷ୍ୟ ନିର୍ଦ୍ଦିଷ୍ଟ ବ୍ୟକ୍ତି, ସ୍ଥାନ, ସହର, ପର୍ବତ, ବନ, ପଶୁପକ୍ଷୀ, ସମୁଦ୍ର, ହ୍ରଦ, ନଦୀ, ଗ୍ରନ୍ଥ, ଦେଶ ଓ ପ୍ରଦେଶର ନାମକୁ ବୁଝାଇଥାଏ। କୋଉ ପ୍ରକାର ବିଶେଷ ଏଇ ସବୁକୁ ବୁଝାଇଥାଏ। ଅପସନ ଗୁଡ଼ିକ କଣ ଅଛି ଗୁଣବାଚକ ବିଶେଷ୍ୟ, ଜାତିବାଚକ ବିଶେଷ୍ୟ, ବସ୍ତୁବାଚକ ବିଶେଷ୍ୟ, ନାମବାଚକ ବିଶେଷ୍ୟ, ବ୍ୟକ୍ତିବାଚକ ବିଶେଷ୍ୟ ହେଲା। କଣ ବୋଲି ଆମେ କହିଥାଉ ନା ଅପସନ ନମ୍ବର କୋଉଟା ଇ ଯେଟା କି କଣ ଅଛି ବ୍ୟକ୍ତିବାଚକ ବିଶେଷ୍ୟ। ଗୋଟେ ଗୋଟେ ନାମ ଗୁଡାକ ନା ତେଣୁ ସେଥିପାଇଁ କଣ କଲା ତାକୁ ନା ବ୍ୟକ୍ତିବାଚକ ବିଶେଷ୍ୟ ବୋଲି କୁହାଗଲା। ବୁଝିପାରିଲେ। ନେକ୍ସଟ ଦେଖିବା କଣ ଅଛି ଯେଉଁ ପଦ କୌଣସି ନିର୍ଦ୍ଦିଷ୍ଟ ସ୍ଥାନକୁ ନ ବୁଝାଇ ଅନେକଙ୍କର ସାଧାରଣ ନାମକୁ ବୁଝାଏ। ନିର୍ଦ୍ଦିଷ୍ଟ ଗୋଟେକୁ ନ ବୁଝାଇ ସମସ୍ତଙ୍କର ଗୋଟେ ସାଧାରଣ ନାମକୁ ବୁଝାଏ ତାକୁ କଣ ବୋଲି କହିଥାଉ। ଅପସନ କଣ ଅଛି ଗୁଣବାଚକ ବିଶେଷ୍ୟ, ଜାତିବାଚକ ବିଶେଷ୍ୟ, ବସ୍ତୁବାଚକ ବିଶେଷ୍ୟ, ନାମବାଚକ ବିଶେଷ୍ୟ, କ୍ରିୟାବାଚକ ବିଶେଷ୍ୟ। କଣ କହିଥାଉ ଆମେ ଯଦି ଗୋଟେ ସାଧାରଣ ନାମକୁ ଅନେକଙ୍କର ସାଧାରଣ ନାମକୁ ଯଦି ବୁଝାଉଛୁ ତାହେଲେ କଣ ବୋଲି କହିଥାଉ ଆମେ ନା ଜାତିବାଚକ ବିଶେଷ୍ୟ। ମନେ ରହିବ ଅପସନ ନମ୍ବର ବି ଯେଟା କଣ ଜାତିବାଚକ ବିଶେଷ୍ୟ ବୋଲି କହିଥାଉ। ନେକ୍ସଟ ଦେଖିବା ଯେଉଁ ନାମ ବା ଏକ ବା ଏକାଧିକଙ୍କର ସାଧାରଣ ନାମ ଅଟେ ତାକୁ କଣ ବୋଲି କହିଥାଉ। ଗୋଟେ ନା ଯଦି ମାନେ ଏକ ଜଣେ ବା ଆଉ ବହୁ ଜଣଙ୍କର କଣ ସାଧାରଣ ନାମ ହେଇଥିବ ତାକୁ ଆମେ କଣ ବିଶେଷ୍ୟ ଭାବରେ ଗ୍ରହଣ କରିଥାଉ। ଅପସନ କଣ ଅଛି ଗୁଣବାଚକ ବିଶେଷ୍ୟ, ଜାତିବାଚକ ବିଶେଷ୍ୟ, ବସ୍ତୁବାଚକ ବିଶେଷ୍ୟ, ନାମବାଚକ ବିଶେଷ୍ୟ, କ୍ରିୟାବାଚକ ବିଶେଷ୍ୟ। ତେଣୁ ଆମେ କଣ ବୋଲି କହିଥାଉ ନା ଜାତିବାଚକ ବିଶେଷ୍ୟ। ଟିକେ ଆଗରୁ ଆମେ ପଢିଲୁ ହେଲା ସାଧାରଣ ନାମ ବା ଏକ ବା ଏକାଧିକ ସାଧାରଣ ଲୋକଙ୍କର ନାମ ଯଦି ବୁଝୁଥିବ ତାହେଲେ କଣ କୁହାଯିବ ନା ଜାତିବାଚକ ବିଶେଷ୍ୟ ବୋଲି କୁହାଯିବ। ନେକ୍ସଟ ଅଛି କଣ ବସ୍ତୁର ନାମ ପ୍ରକାଶ କରୁଥିବା ବିଶେଷ ପଦକୁ କଣ ବୋଲି କହିଥାଉ। ଯଦି ଗୋଟେ ବସ୍ତୁର ନାମକୁ ପ୍ରକାଶ କରୁଥିବ ତାକୁ ଆମେ କଣ ବୋଲି କହିଥାଉ। ଯେମିତି କି ଅପସନ କଣ ଅଛି ଗୁଣବାଚକ ବିଶେଷ୍ୟ, ଜାତିବାଚକ ବିଶେଷ୍ୟ, ବସ୍ତୁବାଚକ ବିଶେଷ୍ୟ, ନାମବାଚକ ବିଶେଷ୍ୟ, କ୍ରିୟାବାଚକ ବିଶେଷ୍ୟ। ତେଣୁ ଯଦି ବସ୍ତୁର ନାମକୁ ସେ ବୁଝଉଛି ତାହେଲେ ସାଧାରଣ କଣ ହବ ନା ବସ୍ତୁବାଚକ ବିଶେଷ୍ୟ ହେଲା। ଯଦି ବସ୍ତୁର ନାମ ଯେମିତି କି କଣ ଅଛି ଧର ଯୋଉ ଆମର କଣ ଅଛି କଳସ ଚୌକି ହେଲା ସେଗୁଡା କହୁଛି କଣ ବସ୍ତୁବାଚକ ବିଶେଷ୍ୟ। ବୁଝିଲେ। ଏଠି ନାମବାଚକ ବିଶେଷ୍ୟ ମାରିଦେବେନି ହେଲା। ନାମ ଅଛି ମାନେ କଣ ଗୋଟେ ବସ୍ତୁର ନାମ ଯେମିତି ଲୁହା ସୁନା ଆଦି ବସ୍ତୁକୁ ଭାଙ୍ଗିଲେ ସେହି ଲୁହା ସୁନା ହିଁ ମିଳିବ। ତେଣୁ ସେଗୁଡିକୁ କଣ କୁହାଯିବ ବସ୍ତୁବାଚକ ବିଶେଷ୍ୟ। ବୁଝିପାରିଲେ। ମାନେ ଧର ଯୋଉ ଯେମିତି କି ଚୌକିଟା ହବନି କାରଣ ଚୌକିଟାକୁ ଭାଙ୍ଗିଲେ ଆମକୁ ଲାଷ୍ଟକୁ କାଠ ମିଳିବ ତେଣୁ ସେଟା ବସ୍ତୁବାଚକ ବିଶେଷ୍ୟ ହବନି। କୋଉଟା ହବ ନା ଜିନିଷ ଯୋଉ ବସ୍ତୁର ନାମ ଥିବ ସେଟାକୁ ଭାଙ୍ଗିଲେ ସେଇ ଜିନିଷ ହିଁ ମିଳୁଥିବ। ହେଁ ଯେମିତି କାଗଜକୁ ଭାଙ୍ଗିଲେ ସେ କାଗଜ ହିଁ ମିଳିବ।
କି କାଠ ମିଳିବ କି? ନା ସେମିତି ନାହିଁ। ଯଦି ଭାଙ୍ଗିଲେ ଯଦି ସେଇ ଜିନିଷଟା ମିଳୁଥିବ ତାହେଲେ କଣ ହବ ସେଟା? ନା ବସ୍ତୁବାଚକ ବିଶେଷ୍ୟ। ତେଣୁ ବୁଝିପାରିଲେ ବସ୍ତୁବାଚକ ବିଶେଷ୍ୟ ଆଉ ନାମବାଚକ ବିଶେଷ୍ୟ ମଧ୍ୟରେ କଣ ସବୁ ରହିଲା ଡିଫରେନ୍ସଟା। ନେକ୍ସଟ ନିର୍ଦ୍ଦିଷ୍ଟ ଗୁଣର ନାମ ବା ଅବସ୍ଥା ବୁଝାଉଥିବା ବିଶେଷ୍ୟ ପଦକୁ କଣ ବୋଲି କୁହନ୍ତି? ନିର୍ଦ୍ଦିଷ୍ଟ ଗୁଣର ନାମ ବା ଅବସ୍ଥାକୁ ବୁଝାଉଥିବା ବିଶେଷ୍ୟ ପଦକୁ କଣ କୁହନ୍ତି? ଅପସନରେ କଣ ରହିଲା? ଗୁଣବାଚକ ବିଶେଷ୍ୟ, ଜାତିବାଚକ ବିଶେଷ୍ୟ, ଆଉ ବସ୍ତୁବାଚକ ବିଶେଷ୍ୟ, ନାମବାଚକ ବିଶେଷ୍ୟ, କ୍ରିୟାବାଚକ ବିଶେଷ୍ୟ। ତେଣୁ ସଠିକ ଉତ୍ତର କଣ ହବ? ଅପସନ ନମ୍ବର କୋଉଟା? ଅପସନ ନମ୍ବର ଏଚ ରେ କଣ? ଗୁଣବାଚକ ବିଶେଷ୍ୟ। ସାଧାରଣ କଥା ଗୁଣର ନାମ ବା ଅବସ୍ଥାକୁ ଯଦି ବୁଝାଉଛି କଣ କୁହାଯିବ? ନା ଗୁଣବାଚକ ବିଶେଷ୍ୟ। ନେକ୍ସଟ କ୍ୱେଶ୍ଚନ କଣ ରହିଲା? ଯେଉଁ ପଦ କୌଣସି କ୍ରିୟାର ନାମକୁ ବୁଝାଏ ତାହାକୁ କଣ ବୋଲି କୁହାଯାଏ? ଯେଉଁ ପଦରେ କଣ ଅଛି କୌଣସି କ୍ରିୟାକୁ ବୁଝଉଛି ତାକୁ କଣ ବୋଲି କହିଥାଉ? ଗୁଣବାଚକ ବିଶେଷ୍ୟ, ଜାତିବାଚକ ବିଶେଷ୍ୟ, ବସ୍ତୁବାଚକ ବିଶେଷ୍ୟ, ନାମବାଚକ ବିଶେଷ୍ୟ, କ୍ରିୟାବାଚକ ବିଶେଷ୍ୟ। କଣ ବୋଲି କହିଛି? କୁହାଯିବ କ୍ରିୟା କହିଛି। କ୍ରିୟାର ନାମକୁ ବୁଝଉଛି ତେଣୁ ସାଧାରଣ କଣ ହବ? ଅପସନ ନମ୍ବର ଇ ଯେଟା କଣ? କ୍ରିୟାବାଚକ ବିଶେଷ୍ୟ। ସାଧାରଣ କଥା କ୍ରିୟାକୁ ଯଦି ବୁଝଉଛି ହେଲା। ନେକ୍ସଟ ହେଲା କଣ? ସୁରେଶ ପରି ପରେଶ ବି ଭଲ ଖେଳ ଖେଳେ ଓ ପଢେ ହେଲା। ଯୋଉ ସୁରେଶ ଉପରେ ରେଖାଙ୍କିତ ପଦଟି ଅଛି, ରେଖାଙ୍କିତ ପଦର ପଦଟି ବା ପଦ କେଉଁ ପ୍ରକାରର ବିଶେଷ୍ୟ ଦର୍ଶାଅ? ହେଲା ସୁରେଶ ଉପରେ ଗାର ଭିତରେ କୋଉ ପ୍ରକାରର ବିଶେଷ୍ୟ? ଅପସନ କଣ ଅଛି? ଗୁଣବାଚକ ବିଶେଷ୍ୟ, ଜାତିବାଚକ ବିଶେଷ୍ୟ, ବସ୍ତୁବାଚକ ବିଶେଷ୍ୟ, ନାମବାଚକ ବିଶେଷ୍ୟ, କ୍ରିୟାବାଚକ ବିଶେଷ୍ୟ। ତେଣୁ ସୁରେଶ ଟା କୋଉ ପ୍ରକାର ବିଶେଷ୍ୟ ହବ? ନା ଅପସନ ନମ୍ବର କୋଉଟା? ଡି ଯେଟା କଣ? କ୍ରିୟା କ୍ରିୟା କହୁଛୁ। ଅପସନ ନମ୍ବର ଡି ନାମବାଚକ ବିଶେଷ୍ୟ। ତେଣୁ ସୁରେଶ ହଉଛି କଣ? ଗୋଟେ ନା, ସେଥିପାଇଁ କଣ ହବ? ନାମବାଚକ ବିଶେଷ୍ୟ। ବୁଝିପାରିଲେ? ନେକ୍ସଟ ଦେଖିବା ଏବେ ମହାନଦୀ ଓ ବୈତରଣୀ ହେଲା ଓଡିଶାର ଦୁଇଟି ବଡ ନଦୀ। ମହାନଦୀ ଆଉ ବୈତରଣୀ ଉପରେ ଗାରଟା ଅଛି। ତେଣୁ ଗୋଟେ କୋଉ ପ୍ରକାର ବିଶେଷ୍ୟ ହବ? ଅପସନ ଗୁଡିକ କଣ ଅଛି? ଗୁଣବାଚକ ବିଶେଷ୍ୟ, ଜାତିବାଚକ ବିଶେଷ୍ୟ, ତାପରେ ରହିଲା ବସ୍ତୁବାଚକ ବିଶେଷ୍ୟ, ନାମବାଚକ ବିଶେଷ୍ୟ, କ୍ରିୟାବାଚକ ବିଶେଷ୍ୟ। ତେଣୁ ମହାନଦୀ ଆଉ ବୈତରଣୀ କୋଉ ପ୍ରକାର ବିଶେଷ୍ୟ ହବ? ତେଣୁ ସଠିକ ଉତ୍ତରଟି କଣ ହବ? ନା ଅପସନ ନମ୍ବର ଡି ଯେଟା କଣ? ନାମବାଚକ ବିଶେଷ୍ୟ। ବୁଝିପାରିଲେ? ନାମବାଚକ ମାନେ କଣ? ଗୋଟେ ନଦୀର ନାଁ ଅଛି ନା ଏଇଟା, ତେଣୁ ସେଥିପାଇଁ କଣ ହବ? ଏଟା ନାମବାଚକ ବିଶେଷ୍ୟ। ଯେକୌଣସି ନଦୀର ନାଁ ଯଦି ଖାଲି ନଦୀ ହେଇଥାନ୍ତା କଣ ହେଇଥାନ୍ତା? ନା ଜାତିବାଚକ ବିଶେଷ୍ୟ। କିନ୍ତୁ ନଦୀର ନାଁଟା ଦେଇଛି ନା ମହାନଦୀ ବୈତରଣୀ, ସେଥିପାଇଁ କଣ ହବ? ନା ନାମବାଚକ ବିଶେଷ୍ୟ ହବ। ବୁଝିପାରିଲେ? କିଛି ଅସୁବିଧା ହେଲା ନା? ନେକ୍ସଟ ହଉଛି କଣ? ତୁଳସୀ, ବେଲ ଓ ସାହାଡା ଗଛକୁ ଆମେ ପୂଜା କରିଥାଉ। ତୁଳସୀ, ବେଲ ଆଉ ସାହାଡା ଉପରେ ଗାର ରହିଛି। ତେଣୁ କୋଉ ପ୍ରକାର ଏଟା ବିଶେଷ୍ୟ ହବ? ଅପସନ କଣ ଅଛି? ଗୁଣବାଚକ ବିଶେଷ୍ୟ, ଜାତିବାଚକ ବିଶେଷ୍ୟ, ବସ୍ତୁବାଚକ ବିଶେଷ୍ୟ, ନାମବାଚକ ବିଶେଷ୍ୟ, ଆଉ କଣ ହେଲା? କ୍ରିୟାବାଚକ ବିଶେଷ୍ୟ। ତେଣୁ କୋଉ ପ୍ରକାର ଏଟା ହବ? ନା ଅପସନ ନମ୍ବର ଡି ଯେଟା କଣ? ନାମବାଚକ ବିଶେଷ୍ୟ। ନା ଗୁଡାକ ଅଛି ନା, ତେଣୁ ସେଥିପାଇଁ କଣ ହବ? ନାମବାଚକ ବିଶେଷ୍ୟ ହବ। ବୁଝିପାରିଲେ? ନେକ୍ସଟ କଣ ଅଛି? ରାମାୟଣ, ମହାଭାରତ ଓ ଭାଗବତ ଆମ ଭାଷାର ମହାନ ଗ୍ରନ୍ଥ। ରାମାୟଣ, ମହାଭାରତ, ଭାଗବତ ଉପରେ ଗାର ଅଛି। ତେଣୁ କୋଉ ପ୍ରକାର ଏଟା କଣ ହବ? ବିଶେଷ୍ୟ ହବ। ଅପସନ ସେମ ଅଛି। ଗୁଣବାଚକ, ଜାତିବାଚକ, ବସ୍ତୁବାଚକ, ନାମବାଚକ, କ୍ରିୟାବାଚକ। ତେଣୁ କୋଉ ପ୍ରକାର ହବ? ନା ସେମ ସେଇ ନା ଗୁଡାକ ରହିଛି ନା, ତେଣୁ ସେଟା କଣ ହବ? ନାମବାଚକ ବିଶେଷ୍ୟ। ଅପସନ ନମ୍ବର ଡି ନାମବାଚକ ବିଶେଷ୍ୟ। ସେମିତି ମିତୁ ଫଳ ଖାଇବାକୁ ଭଲ ପାଏ। ମିତୁ କଣ ହବ? ନାମବାଚକ ବିଶେଷ୍ୟ। ଅବଭିୟସଲି ଗୋଟେ ନାଁ ଅଛି ନା, ତେଣୁ ସେଟା କଣ ହବ? ନାମବାଚକ ବିଶେଷ୍ୟ ହବ। ନେକ୍ସଟ ଦେଖିବା କଣ ଅଛି ଏଠି କ୍ୱେଶ୍ଚନ ଗୁଡିକ। ତୁଳସୀଟିକୁ ରଖି ବିଛୁଆତିଟିକୁ ଉପାଡି ଦିଅ। ହେଲା ଏଠି ସେମିତି ଅଛି। କାହା ଉପରେ ଗାର? ନା ତୁଳସୀ ଉପରେ ଗାର ଅଛି। କଣ ହବ? ନା ନାମବାଚକ ବିଶେଷ୍ୟ ହବ। କାରଣ ତୁଳସୀ ଗୋଟେ କଣ? ନା ଗୋଟେ ଗଛର ନାଁ, ସେଥିପାଇଁ ନାମବାଚକ ବିଶେଷ୍ୟ ହବ। ନେକ୍ସଟ ହେଲା ଫକୀର ମୋହନଙ୍କୁ ଓଡିଶାର ପ୍ରେମଚାନ୍ଦ କୁହାଯାଏ। ରେଖାଙ୍କିତ ପଦଟି ମାନେ କୋଉ ପ୍ରକାର ବିଶେଷ୍ୟ ହବ? ଅପସନ ନମ୍ବର ଗୁଣବାଚକ ବିଶେଷ୍ୟ, ଜାତିବାଚକ, ବସ୍ତୁବାଚକ, ନାମବାଚକ, କ୍ରିୟାବାଚକ। ହେଲା ତେଣୁ ଏହାର ସଠିକ ଉତ୍ତରଟି କଣ ହବ? ନା କଣ ଅଛି? ନା ଫକୀର ମୋହନଙ୍କୁ ଓଡିଶାର ପ୍ରେମଚାନ୍ଦ କୁହାଯାଇଛି। ତେଣୁ ପ୍ରେମଚାନ୍ଦ ହଉଛି କଣ? ନା କବି ମାନଙ୍କର ଗୋଟେ ସାଧାରଣ ଲୋକଙ୍କର କଣ? ମାନେ ଯଦି ଆପଣ ବୁଝେଇଥିଲେ ଜାତିବାଚକ କଣ ହଉଛି? ନା ଗୋଟେ କିଛି ସାଧାରଣ ଲୋକଙ୍କର ନାମକୁ ବୁଝାଉଛୁ। ଯେମିତି ପ୍ରେମଚାନ୍ଦ ଜଣେ କବିଙ୍କର ନାଁ କହୁଛି। ଯେମିତି ଯଦି କହିଥାନ୍ତା ଗୋପବନ୍ଧୁ ତାହେଲେ କଣ ହେଇଥାନ୍ତା? ନାମବାଚକ ହେଇଥାନ୍ତା। କିନ୍ତୁ ଏଠି କଣ ହଉଛି? ପ୍ରେମଚାନ୍ଦ ମାନେ ଗୋଟେ କବିଙ୍କ ସହିତ ତୁଳନା କରାଯାଉଛି। ମାନେ ଏଠି ଫକୀର ମୋହନକୁ ବି ତୁଳନା କରାଯାଉଛି ଆଉ ପ୍ରେମଚାନ୍ଦକୁ ବି ତୁଳନା କରାଯାଉଛି। ମାନେ ଗୋଟେ ସିମିଲାର ନାଁ ରହୁଛି ଯୋଉଟା କି ପ୍ରେମଚାନ୍ଦ। ହେଲା ତେଣୁ ସେଥିପାଇଁ ଏଟା କଣ ହବ? ନା ହବ କଣ? ଜାତିବାଚକ ବିଶେଷ୍ୟ। ମନେ ରହିବ ଜାତିବାଚକ ବିଶେଷ୍ୟ କାହିଁକି ହେଲା? ନା ଏଟା କଣ ହଉଛି? ନା ବିଶେଷ ପଦଟା ନିର୍ଦ୍ଦିଷ୍ଟ ନାମକୁ ନ ବୁଝାଇ ଅନେକଙ୍କର ସାଧାରଣ ନାମକୁ ପ୍ରକାଶ କରୁଛି। ଯେମିତି ଏଠି ଦିଟା ନା ଯୋଉଟା କି ଫକୀର ମୋହନ ଆଉ ପ୍ରେମଚାନ୍ଦ ଦି ଜଣ ଲେଖକ। ତେଣୁ ସେଇଥିପାଇଁ କଣ କୁହାଯାଇଛି? ନା ତୁଳନା କରାହଉଛି। ତେଣୁ ସେଇଥିପାଇଁ କଣ ହବ? ଏଟା ଜାତିବାଚକ ବିଶେଷ୍ୟ। ବୁଝିପାରିଲେ? ବେଳେବେଳେ ଭୁଲ ହୁଏ, ପିଲାମାନେ ଭୁଲ କରନ୍ତି। ହେଲା ତେଣୁ ମନେ ରଖିବେ ଏମିତି କ୍ୱେଶ୍ଚନ ପଡିଲେ କଣ ହବ? ଜାତିବାଚକ ବିଶେଷ୍ୟ। ହେଲା ନେକ୍ସଟ ହେଲେ କଣ? କାବେରୀକୁ ଦକ୍ଷିଣ ଭାରତର ଗଙ୍ଗା ବୋଲି କୁହନ୍ତି। ସେମିତି କ୍ୱେଶ୍ଚନ କଣ? ଦିଟା ତୁଳନା କରାଯାଇଛି। ସେଥିପାଇଁ କଣ ହବ? ଏଟା ବି ଜାତିବାଚକ ବିଶେଷ୍ୟ। ଆଉ ଜଣେ ଦିଲ୍ଲୀପ ତୁର୍କୀ ହେବା ଆ ନଳିନୀ କଣ ନୀଳିମାଙ୍କ ର ଲକ୍ଷ୍ୟ। ହେଲା ଆଉ ଜଣେ ଦିଲ୍ଲୀପ ତୁର୍କୀ ହବା ମାନେ ଖେଳାଳି
ହେଲା ତାଙ୍କ ଲକ୍ଷ୍ୟ ଅଛି ଆଉ। ତେଣୁ ଏଇଟା କୋଉ ପ୍ରକାର ବିଶେଷ୍ୟ ହବ? ଦିଲ୍ଲୀପ ତୁର୍କୀ ଉପରେ ରେଖାଙ୍କିତ ଅଛି। ଅପସନ୍ ଗୁଣ ଅଛି ଗୁଣବାଚକ, ଜାତିବାଚକ, ବସ୍ତୁବାଚକ, ନାମବାଚକ, କ୍ରିୟାବାଚକ। ତେଣୁ କଣ ପ୍ରକାର ହବ? ନା ଏଟା ବି ସେଇ ଜାତିବାଚକ ହବ। ତେଣୁ ତୁଳନା କରାହେଇଛି ଯେ ଦିଲ୍ଲୀପ ତୁର୍କୀ ଆଉ ନୀଳମାତାର ଲକ୍ଷ୍ୟ ଅଛି ନା, ତେଣୁ ସେଥିପାଇଁ କଣ ହବ? ଏଟା ବି ଜାତିବାଚକ ବିଶେଷ୍ୟ ହବ। ନେକ୍ସଟ ଲେଖନ ବାଳି କହିଲା ଯେ ଯା ଯା ମୁଁ ତୋ ପରି କେତେ ରାବଣ ଦେଖିଛି। ହେଲା ଏଇ ଯୋଉ କାହା ଉପରେ ଗାର ଅଛି ନା ରାବଣ ଉପରେ ଗାରଟା ଅଛି। ତେଣୁ କୋଉ ପ୍ରକାର କଣ ହବ? ବିଶେଷ୍ୟ ହବ। ଅପସନ ଗୁଣ କଣ ଅଛି? ନା ଗୁଣବାଚକ, ଜାତିବାଚକ, ବସ୍ତୁବାଚକ, ନାମବାଚକ, କ୍ରିୟାବାଚକ। ହେଲା ତେଣୁ କୋଉ ପ୍ରକାର ହବ? ନା ଏଟା ବି ସେଇ ଜାତିବାଚକ ହବ। କାରଣ କଣ କହିଛି? ନା ମୁଁ ତୋ ପରି କେତେ ରାବଣ ଦେଖିଛି। ମାନେ ରାବଣକୁ ତୁଳନା କରୁଛି। ଯିଏ ବି ଆସୁଛନ୍ତି ତାଙ୍କ ସହିତ ରାବଣକୁ ତୁଳନା କରୁଛି। ମାନେ ସାଧାରଣ ନାଁଟା ସେ ବ୍ୟବହାର କରୁଛି ରାବଣ। ତେଣୁ ସେଥିପାଇଁ ଏଟା ବି ଜାତିବାଚକ ବିଶେଷ୍ୟ ହବ। ବୁଝିପାରିଲେ? ନେକ୍ସଟ ଦେଖିବା କଟକକୁ ଓଡିଶାରେ କଲିକତା କୁହାଯାଏ। ସେମିତି ଏଟା ବି ଅଛି। କଲିକତାକୁ ତୁଳନା କରାଯାଉଛି କଣ କାହା ସହିତ? କଟକ ସହିତ। ତେଣୁ ସେଥିପାଇଁ ଏଟା ବି ଜାତିବାଚକ ବିଶେଷ୍ୟ ହବ। ନେକ୍ସଟ ଦେଖିବା ତୋ ଆଖିରୁ ଲୁହ ନୁହେଁ ରକ୍ତ ଝରୁଛି। ଏଟା କଣ ହବ? ନା ଏଟା ହବ ବସ୍ତୁବାଚକ ବିଶେଷ୍ୟ। କାହିଁକି? ନା ତୋ ଆଖିରୁ ଲୁହ ନୁହେଁ ରକ୍ତ ଝରୁଛି। ହେଲା ମାନେ କଣ? ରକ୍ତ ହଉଛି କଣ? ଗୋଟେ କଣ ନା ବସ୍ତୁର ନାମ। ରକ୍ତ ହଉଛି କଣ? ମାନେ ନିର୍ଦ୍ଦିଷ୍ଟ ତାର ଗୋଟେ ଇଏ ଅଛି ଯେ ରକ୍ତ ଝରୁଛି। ତେଣୁ ସେଥିପାଇଁ କଣ ହବ ଏଟା? ନା ବସ୍ତୁବାଚକ ବିଶେଷ୍ୟ ହବ। ଏଟା ଜାତିବାଚକ ବିଶେଷ୍ୟ ହବନି। ହେଲା ନିର୍ଦ୍ଦିଷ୍ଟ ରକ୍ତ ହଉଛି କଣ? ନିର୍ଦ୍ଦିଷ୍ଟ ନାଁ ଗୋଟେ ରହିଛି ନା, ତେଣୁ ସେଥିପାଇଁ କଣ ହବ? ନା ଏଟା ବସ୍ତୁବାଚକ ବିଶେଷ୍ୟ ହବ। ବୁଝିପାରିଲେ? ନେକ୍ସଟ ଦେଖିବା କଣ ଅଛି? ନଈ ବନ୍ଧରେ ମାଟି ପଡୁଛି। ହେଲା ଏ ମାଟି ଉପରେ ଗାରଟି ଅଛି। ତେଣୁ ଏଟା କୋଉ ପ୍ରକାର ବିଶେଷ୍ୟ? ଗୁଣବାଚକ, ଜାତିବାଚକ, ବସ୍ତୁବାଚକ, ନାମବାଚକ, କ୍ରିୟାବାଚକ। କୋଉ ପ୍ରକାର ବିଶେଷ୍ୟ ହବ? ନା ଏଟା କଣ ହବ? ଆମର ସଠିକ ଉତ୍ତରଟି ହଉଛି କଣ? ନା ଅପସନ ନମ୍ବର ସି ରେ କଣ? ବସ୍ତୁବାଚକ। ମାଟି ଗୋଟେ ବସ୍ତୁର ନାଁ ନା, ତେଣୁ ସେଥିପାଇଁ କଣ? ବସ୍ତୁବାଚକ ବିଶେଷ୍ୟ ହବ। ଏବେ ଦେଖିବା ଏବେ ସୁନାଦର ଆକାଶ ଛୁଆଁ ହେଲାଣି। ଏ ସୁନା ଉପରେ ଗାର ଅଛି କଣ ହବ? ଏଟା ବି ସେଇ ବସ୍ତୁର ଗୋଟେ ନାଁ ଗୋଟେ ନା, ତେଣୁ ସେଥିପାଇଁ କଣ ହବ? ବସ୍ତୁବାଚକ ବିଶେଷ୍ୟ ହିଁ ହବ। ନେକ୍ସଟ ଦେଖିବା କଣ ଅଛି? ସୁଖ ସହିତ ଦୁଃଖ ଲାଗି ରହିଥାଏ। ହେଲା ସୁଖ ଉପରେ ଗାରଟି ଅଛି। କୋଉ ପ୍ରକାର ବିଶେଷ୍ୟ ହବ? ହେଲା ଏଟା ହଉଛି କଣ? ସୁଖ ସହିତ ଦୁଃଖ ଲାଗି ହେଇ ରହିଛି। ତେଣୁ ଏଟା ସୁଖ ହଉଛି ଗୋଟେ ଜଣଙ୍କର ନାଁ ନୁହେଁ। କଣ? ଏଟା ଗୁଣ ଗୋଟେ। ହେଲା ସୁଖ ଦୁଃଖ ଏଟା ସବୁ ଆନନ୍ଦ। ହେଲା ଏଗୁଡା ସବୁ ହଉଛି କଣ? ନା ଗୋଟେ ଗୋଟେ ଗୁଣ। ତେଣୁ ସେଥିପାଇଁ କଣ ହବ? ଗୁଣବାଚକ ବିଶେଷ୍ୟ ହବ କଣ? ସୁଖଟା ମନେ ରହିବ। ଦେଖି କହିପାରିବେ କିଛି ନାହିଁ। ନେକ୍ସଟ ହଉଛି ଜୀବନର ଶୈଶବ ଯୌବନର ଓ ବାର୍ଦ୍ଧକ୍ୟ ଆସେ। ହେଲା ଶୈଶବ ଯୌବନ ଓ ବାର୍ଦ୍ଧକ୍ୟ ଉପରେ ଗାରଟି ଅଛି। ତେଣୁ ଏଟା କୋଉ ପ୍ରକାର ବିଶେଷ୍ୟ ପଚାରିଛି? ତେଣୁ ସଠିକ ଉତ୍ତରଟି କଣ ହବ? ନା ଅପସନ ହବ କୋଉଟା? ଏ ଯେଟା କି ବସ୍ତୁବାଚକ। ସେଠି ବସ୍ତୁବାଚକ ହଉଛି ଗୁଣବାଚକ ବିଶେଷ୍ୟ। ହେଲା ଅପସନ ହବ କଣ? ଗୁଣବାଚକ ବିଶେଷ୍ୟ। ଏଗୁଟା ସବୁ ଗୋଟେ ଗୁଣ। ଯେମିତି କି ଶୈଶବ ଯୌବନ ବାର୍ଦ୍ଧକ୍ୟ ଏଟା ସବୁ ଗୁଣ ଗୋଟକୁ ବୁଝଉଛି ନା, ତେଣୁ ଏଟା ଗୁଣବାଚକ ବିଶେଷ୍ୟ ହବ। ନେକ୍ସଟ କଣ ଅଛି? ଗରମରେ ଦେହ ଜଳି ଯାଉଛି। ହେଲା ଗରମ ଦେଇଛି ଗାରଟି। ତେଣୁ ଏଟା କୋଉ ପ୍ରକାର କଣ ହବ? ବିଶେଷ୍ୟ ହବ। ଗୁଣବାଚକ, ଜାତିବାଚକ, ବସ୍ତୁବାଚକ, ନାମବାଚକ, କ୍ରିୟାବାଚକ। ହେଲା ଗରମ ଗରମ ହଉଛି ଗୋଟେ ଗୁଣ। ହେଲା ମାନେ ଆମକୁ ଯେତେବେଳେ ଗ୍ରୀଷ୍ମ ଦିନରେ ଗରମ ଲାଗୁଛି, ତେଣୁ ଏଟା ହଉଛି ଗୋଟେ ଗୁଣବାଚକ ବିଶେଷ୍ୟ। ବୁଝିପାରିଲେ? ନେକ୍ସଟ ହଉଛି କଣ? ସତ୍ୟ ପ୍ରକାଶ କରିବା ସମ୍ବାଦ ପତ୍ରର ଧର୍ମ। ହେଲା ସତ୍ୟ ଉପରେ କଣ ଅଛି? ଗାର ରହିଛି। ତେଣୁ ଏଟା କୋଉ ପ୍ରକାର ବିଶେଷ୍ୟ? ଗୁଣବାଚକ, ଜାତିବାଚକ, ବସ୍ତୁବାଚକ, ନାମବାଚକ, କ୍ରିୟାବାଚକ। ହେଲା ତେଣୁ ସତ୍ୟ ହଉଛି କୋଉ ପ୍ରକାର? ନା ଗୁଣବାଚକ। କାହିଁକି? ଗୋଟେ ସତ୍ୟ ଗୋଟେ ଗୁଣ ନା। ମିଛ କହିବା ଯେମିତି ଗୋଟେ ଗୁଣ, ସତ୍ୟ କହିବା ସେମିତି ଗୋଟେ ଗୁଣ। ତେଣୁ ସେଇଟା ହବ କଣ? ଗୁଣବାଚକ ବିଶେଷ୍ୟ। ତେଣୁ ଅପସନ ନମ୍ବର ଏ ଟା ଠିକ ହବ। ଗୁଣବାଚକ ବିଶେଷ୍ୟ। ବୁଝିପାରିଲେ? ନେକ୍ସଟ ଦେଖିବା ମୟୂର ସୌନ୍ଦର୍ଯ୍ୟର ପ୍ରତୀକ। ହେଲା ମୁଁ ସୌନ୍ଦର୍ଯ୍ୟ ଉପରେ ଗାରଟା ରହିଛି। ସୌନ୍ଦର୍ଯ୍ୟ ଗୋଟେ କଣ? ନା ସାର୍ ଗୁଣବାଚକ। ତେଣୁ ଠିକ ଅଛି ଗୁଣବାଚକ ବିଶେଷ୍ୟ ହିଁ ହବ। ନେକ୍ସଟ ହେଲା କଣ? ସବୁଠି ଦାରିଦ୍ର୍ୟ ହିଁ ନିରକ୍ଷରତାର ଏକ କାରଣ। ହେଲା ନିରକ୍ଷରତା ଉପରେ ଗାରଟି ରହିଛି। ତେଣୁ ବିଶେଷ୍ୟ କୋଉ ପ୍ରକାର ବିଶେଷ୍ୟ ହବ? ଗୁଣବାଚକ ନା ଜାତିବାଚକ, ବସ୍ତୁବାଚକ, ନାମବାଚକ, କ୍ରିୟାବାଚକ। ନିରକ୍ଷରତା ହଉଛି କଣ? ନା ଗୋଟେ ଗୁଣ ନା। ଜଣେ ଲେଖାପଢା ଜାଣିନି ସେଟା ତାର ଗୁଣ। ସେଇଥିପାଇଁ ଯେ ଲେଖାପଢା ମାନେ ସ୍ୱାକ୍ଷର ଅଛି। ହେଲା ସେଟା ତା ପାଇଁ ଗୁଣ। ତେଣୁ ଏଟା କଣ ହବ? ଗୁଣବାଚକ ବିଶେଷ୍ୟ। ବୁଝିପାରିଲେ? ନେକ୍ସଟ ଶିକ୍ଷକଙ୍କୁ ଚୌକିରେ ବସିବା ପାଇଁ କହିଲେ। ହେଲା ଏଠି କଣ ଅଛି? ବସିବା ଉପରେ ଗାରଟି ରହିଛି। ଏଟା କଣ ହବ? ଗୁଣବାଚକ ନା ଜାତିବାଚକ, ବସ୍ତୁବାଚକ, ନାମବାଚକ, କ୍ରିୟାବାଚକ। କଣ ଅଛି? ବସିବା। ବସିବାଟା କୋଉ ପ୍ରକାର? ନା କ୍ରିୟାବାଚକ। ଗୋଟେ କ୍ରିୟା କରାଯାଉଛି ନା। ବସିବା, ଦୌଡିବା, ଖାଇବା, ଖେଳିବା ହଉଛି କଣ? ନା କ୍ରିୟା। ତେଣୁ ଅପସନ ନମ୍ବର ଇ ଠିକ ହବ। ଗୁଣ କଣ? କ୍ରିୟାବାଚକ ବିଶେଷ୍ୟ। ବୁଝିପାରିଲେ? ନେକ୍ସଟ କ୍ୱେଶ୍ଚନ ଦେଖିବା କଣ ଅଛି? ମୁଁ ଭଜନ କରିବି। ହେଲା ଭଜନ ଉପରେ ଗାରଟି ଅଛି। କୋଉ ପ୍ରକାର ବିଶେଷ୍ୟ ହବ? ଗୁଣବାଚକ ବିଶେଷ୍ୟ, ଜାତିବାଚକ, ବସ୍ତୁବାଚକ, ନାମବାଚକ, କ୍ରିୟାବାଚକ। ଅବଭିୟସଲି କଣ? ଭଜନ ହଉଛି ଗୋଟେ କଣ? କ୍ରିୟା ଖାଇବା। ହେଲା ତେଣୁ ସେଥିପାଇଁ କଣ ହବ? କ୍ରିୟାବାଚକ ବିଶେଷ୍ୟ ହିଁ ହବ। ନେକ୍ସଟ କଣ? ବସିବା ଠାରୁ କାଶିବା ଭଲ। ବସିବା ଉପରେ କଣ? ଗାରଟି ଅଛି। ତେଣୁ କୋଉ ପ୍ରକାର ବିଶେଷ୍ୟ ହବ? ବସିବାଟା କଣ? ନା କ୍ରିୟା। ତେଣୁ ସେଥିପାଇଁ କଣ ହବ? ନା ଏଟା ବି କଣ ହବ? କ୍ରିୟାବାଚକ ବିଶେଷ୍ୟ ହିଁ ହବ। ନେକ୍ସଟ ଦେଖିବା କଣ ଅଛି? ପଣ୍ଡାଙ୍କ
ପଣ୍ଡାଙ୍କର ପୁରୁଣା ପଢା ଚାଲିଛି ପୁରୁଣା ନୁହେଁ ପୁରାଣ ହେଲା ପୁରୁଣା ପଢା ଚାଲିଛି। ପଢାଟା କୋଉ ପ୍ରକାର ବିଶେଷ୍ୟ ଗୁଣବାଚକ ବିଶେଷ୍ୟ ଜାତିବାଚକ ବସ୍ତୁବାଚକ ଆଉ କଣ ନାମବାଚକ ଆଉ ଗୋଟେ କଣ କ୍ରିୟାବାଚକ। ତେଣୁ ପଢା ହଉଛି କଣ ଗୋଟେ କ୍ରିୟା ତେଣୁ ସେଟା କ୍ରିୟାବାଚକ ବିଶେଷ୍ୟ ହିଁ ହବ। ନେକ୍ସଟ ହଉଛି କଣ ଛାତ୍ରଟି ଗାନ କରିବ ଗାନ ହଉଛି କଣ ଗାଇବା ଯେଟା କି କଣ କ୍ରିୟା ହେଲା। ନେକ୍ସଟ କଣ ଦେଇଛି ଅସମ୍ପୃକ୍ତ ଶବ୍ଦକୁ ପୃଥକ କର ହେଲା। ଏ ଭିତରେ କିଛି ଶବ୍ଦ ଦେଇଛି ଯୋଉଟା କି ଅଲଗା ଆପଣଙ୍କୁ ଲାଗୁଛି ଯେ କୌଣସି କାରଣ ପାଇଁ ହଉ ତାହେଲେ ଆପଣ କଣ ଅଲଗା କରିବେ। କଣ ଅଛି ଡାଲି ଚାଉଳ ଚିନି ଚୌକି ହେଲା କୋଉଟା ଆମର ଅଲଗା ହବ। ତେଣୁ ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ଇ ସେଟା କି ଚୌକି। କଣ ପାଇଁ ଅଲଗା ହେଲା ଏଟା କି ଚୌକି ହେଲା ଚୌକିଟା ଅଲଗା କାହିଁକି ହବ ନା ଚୌକିଟା ହଉଛି କଣ ଗୋଟେ ଜାତିବାଚକ ବିଶେଷ କିନ୍ତୁ ଅନ୍ୟ ଗୁଡା ହଉଛି କଣ ବସ୍ତୁବାଚକ ଯେମିତି କି ଡାଲିକୁ ଆପଣ ଯେତେ ଭାଙ୍ଗନ୍ତୁ ଯେତେ କାଟନ୍ତୁ ଡାଲି ହିଁ ମିଳିବ ଚାଉଳକୁ ସେମିତି ଚିନିକୁ ବି ସେମିତି ବାଲିକୁ ବି ସେମିତି କିନ୍ତୁ ଚୌକିଟା ଯଦି ଆପଣ କାଟିଦେବେ କଣ ଲାଷ୍ଟରେ କାଠ ମିଳିବ ଥରେ କାଟିଦେଲେ ଏଟା ମାନେ କାଠ ହେଇଯିବ। ତେଣୁ ସେଥିପାଇଁ ଏଟା ହଉଛି କଣ ଯେଟା କି ବୁଝେଇଥିଲେ ଆପଣଙ୍କୁ ଏଟା ହଉଛି କଣ ଚୌକି ହଉଛି କଣ ନା ଜାତିବାଚକ ବିଶେଷ କିନ୍ତୁ ଏଗୁଡା ସବୁ ବସ୍ତୁବାଚକ ଏଗୁଡାକ ନା କାଟିଲେ ସେଇ ଜିନିଷଟା ହିଁ ମିଳୁଥିବ। ବୁଝିପାରିଲେ କାହିଁକି ଅଲଗା ହେଲା। ନେକ୍ସଟ ଦେଖିବା ଇହୁଦୀ ମନୁଷ୍ୟ ଆଉ କଣ ଗୋରୁ ଗଙ୍ଗା ଗଛ ନଦୀ ଆ ଭିତରୁ କୋଉଟା ଅଲଗା। ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ଡି ସେଟା କଣ ଅଛି ଗଙ୍ଗା। କାହିଁକି ଗଙ୍ଗା ହଉଛି ଗୋଟେ କଣ ନାମବାଚକ ବିଶେଷ କିନ୍ତୁ ଆଉ ଗୁଡା ହଉଛି କଣ ଜାତିବାଚକ ବିଶେଷ ଯେମିତି କି ଗଙ୍ଗାଟା ହଉଛି କଣ ନିର୍ଦ୍ଦିଷ୍ଟ ଗୋଟେ ନଦୀର ନା କିନ୍ତୁ ଏଗୁଡାକ ଇହୁଦୀ ହଉ ମନୁଷ୍ୟ ହଉ ଆଉ ଗଛ ହଉ ନଦୀ ହଉ ଏଇଟା କଣ ହଉଛି ଗୋଟେ ଆମର ଜାତିବାଚକ ବିଷୟ ଯେମିତି ନଦୀ ବହୁତ ଗୁଡାକ ନଦୀ ଅଛି ଗଛ ଅଛି ସେଟା ହେଇପାରେ କଣ ବର ଗଛ ଅଶ୍ୱତ୍ଥ ଗଛ ଆମ୍ବ ଗଛ ସେମିତି ମନୁଷ୍ୟ ବର୍ବକ ହେଇପାରେ ଯେମିତି କି ଆମର ସ୍ତ୍ରୀ ଲୋକ ଆମର କଣ ପୁରୁଷ ଲୋକ କଣ ଛୋଟ ପିଲା ଏମିତି ଗୋଟେ ଜାତିର ନାମ ମନୁଷ୍ୟ ହଉଛି ଗୋଟେ ଜାତିର ନାଁ ସେମିତି କିନ୍ତୁ ଗଙ୍ଗା ହଉଛି ଗୋଟେ କଣ ନାମବାଚକ ବିଶେଷ ବୁଝିପାରିଲେ ସେଥିପାଇଁ ଅଲଗା ହେଲା ଅପସନ ନମ୍ବର ଡି ଟା ଅଲଗା। ନେକ୍ସଟ ହଉଛି କଣ ଭକ୍ତି ଭୟ ଦୟା ଦମ୍ଭ ଦୁର୍ଗା ଆଉ କଣ ଖ୍ୟାତି ୟା ଭିତରୁ କୋଉଟା ଅଲଗା। ତେଣୁ ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ଇ ଯେଟା କି ଦୁର୍ଗା ହେଲା। ଦୁର୍ଗା କାହିଁକି ଅଲଗା ହବ ନା ଦୁର୍ଗା ହଉଛି ଗୋଟେ କଣ ନାମବାଚକ ବିଶେଷ ଯେମିତି ଦୁର୍ଗା ହଉଛି ଗୋଟେ ନାମବାଚକ ବିଶେଷ କିନ୍ତୁ ଅଲଗା ଗୋଟେ କଣ ନା ଗୁଣବାଚକ ବିଶେଷ ଯେମିତି କି ଭକ୍ତି ଭୟ ଦୟା ହେଲା ଆଉ ତାପରେ କଣ ରହିଲା ଦମ୍ଭ ଆଉ ଖ୍ୟାତି ଏଗୁଡା ସବୁ ଗୋଟେ ଗୋଟେ ମନୁଷ୍ୟର ଗୋଟେ ଗୁଣ କିନ୍ତୁ ଦୁର୍ଗା ହଉଛି ଗୋଟେ କଣ ନାମ ହେଲା ସେଥିପାଇଁ ଦୁର୍ଗାଟା ଅଲଗା ହେଲା। ବୁଝିପାରିଲେ ନେକ୍ସଟ ଅଛି ରନ୍ଧନ ଭଜନ ଗାଉଣ ଆଉ ଗାୟକ ଆଉ ମରଣ ଏ ଭିତରୁ କୋଉଟା ଅଲଗା ହେଲା। ତେଣୁ ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ଡି ସେଟା କଣ ଗାୟକ ହେଲା। ଗାୟକ ହଉଛି କଣ ଗୋଟେ ଗାୟକ ହଉଛି ଗୋଟେ ବିଶେଷ୍ୟ ଜାତିବାଚକ ବିଶେଷ ଯୋଉଟା କି କଣ ଗୋଟେ ଗାୟକ ଜାତିକୁ ବୁଝଉଛି ହେଲା। ବୁଝିପାରିଲେ କିନ୍ତୁ ଆଉ ଗୁଡା ହଉଛି କଣ ଗୋଟେ କ୍ରିୟା ଯେମିତିକି ରନ୍ଧନ ଭଜନ ହେଲା ମରଣ ଗାଉଣ ଏଇଟା ସବୁ ଗୋଟେ କ୍ରିୟା ସେଥିପାଇଁ କଣ ହେଲା ଗାୟକ ହଉଛି ଗୋଟେ କଣ ନା ଆମର ଗାୟକ ହଉଛି ଗୋଟେ ଜାତିବାଚକ ବିଶେଷ ଆଉ ଗୁଡା ସବୁ କଣ ନା କ୍ରିୟାବାଚକ ବିଶେଷଣ ହେଲା ବିଶେଷ୍ୟ ତେଣୁ ସେଥିପାଇଁ ଅଲଗା ହେଲା। ନେକ୍ସଟ ଆଜିର ଲାଷ୍ଟ କୋଶ୍ଚିନ୍ ଦେଖିବା କଣ ଅଛି ରମା ରମେଶ ଆଉ ରାଣୀ ରାମାୟଣ ଆଉ ପାରିଜାତ ପଦ୍ମାଳୟ ୟା ଭିତରୁ କୋଉଟା ଅଲଗା ହବ। ତେଣୁ ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ସି ସେଟା କଣ ରାଣୀ ହେଲା। ରାଣୀ କଣ ପାଇଁ ଅଲଗା ହେଲା ରାଣୀ ହଉଛି ଗୋଟେ କଣ ଜାତିବାଚକ ବିଶେଷ୍ୟ ହେଲା କିନ୍ତୁ ଆଉ ସବୁ ଗୁଡାକ ହଉଛି କଣ ନା ନାମବାଚକ ବିଶେଷ୍ୟ ଯେମିତିକି ଅପସନ କଣ ଅଛି ରମା ଗୋଟେ ନା କଣ ରମେଶ ହେଲା ରାମାୟଣ ପାରିଜାତ ପଦ୍ମାଳୟ ସବୁ ଗୋଟେ ନାମବାଚକ କିନ୍ତୁ ରାଣୀଟା ହଉଛି ଗୋଟେ କଣ ନା ଜାତିବାଚକ ବିଶେଷ୍ୟ ବୁଝିପାରିଲେ। ଟୋଟାଲ ଆଜି ଆମର କେତୋଟି କ୍ୱେଶ୍ଚନ ଡିସ୍କସନ କଲୁ ନା 50ଟି। ଆପଣ କମେଣ୍ଟ ସେକ୍ସନରେ ଜଣେଇବେ 50ରୁ ଆପଣ କେତେ ରଖିଲେ ହେଲା ଯାହାଫଳରେ ମୁଁ ଜାଣିପାରିବି ଯେ କେମିତି କଣ ଆମ ପ୍ରିପାରେସନ ଚାଲିଛି। ଆଉ ଆଜି ରହିଲା ଆଉ ଯଦି କିଛି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ରହିଥିବ ମୁଁ ୟାର ପାର୍ଟ 2 ଟି ବି ଆଣିବି ବହୁତ କ୍ୱେଶ୍ଚନ ଆହୁରି ଅଛି 50 କି 100ଟା ଆହୁରି ଅଛି ପାର୍ଟ 2 ଟା ଆଣିବି। ତେଣୁ ଆପଣ ଭିଡିଓଟି ପାଇବା ପାଇଁ ଆପଣ ଭିଡିଓଟିକୁ ଲାଇକ୍ କରିଦିଅନ୍ତୁ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ ପାଖରେ ଯୋଉ ବେଲ ନୋଟିଫିକେସନ ଅଛି ଅନ୍ କରି ଅଲ୍ ନୋଟିଫିକେସନ ଟି ଅନ୍ କରିଦିଅନ୍ତୁ ଯାହାଫଳରେ ଯେତେବେଳେ ଭିଡିଓ ଅପଲୋଡ ହଉଛି ଆପଣଙ୍କ ପାଖରେ ପହଞ୍ଚିପାରେ। ଆଉ ଯଦି କିଛି କ୍ୱେରି ଅଛି ବା ଆପଣ ବୁଝିପାରୁନାହାନ୍ତି କମେଣ୍ଟ ସେକ୍ସନରେ ଜଣାନ୍ତୁ ମୁଁ ବହୁତ ଶୀଘ୍ର ୟାର ଥିଓରି କ୍ଲାସ ଟି ବି ଆଣିବି ହେଲା ଏଇ ଆମର ଏମସିକ୍ୟୁ ଗୁଡାକ ଅଧା ହେଇଯାଉ ତାପରେ ଥିଓରି କ୍ଲାସ ଟା ବି ଆଣିବି ଯାହାଫଳରେ କି ଆପଣଙ୍କୁ ଯଦି ଡାଉଟ ରହୁଛି କ୍ଲିୟର ହେଇପାରିବ ହେଲା। ତେଣୁ ଆଜି ପାଇଁ ଏତିକିରେ ରହୁଛି ନୂଆ ଟପିକରେ ନୂଆ ଭିଡିଓରେ ଆପଣଙ୍କୁ ଦେଖାହବ ସେଥିପର୍ଯ୍ୟନ୍ତ ରହୁଛି ଧନ୍ୟବାଦ।